जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज हम वास्तु सेशन करवा वास्तु सेशन क्रम जो प्लॉट एवं घर तैयारी प्लेलिस्ट रे भिडियो गुड़िक रहिबो देखंतु वर्तमान आमे वास्तुर जो मीडियम लेवल रो पाठटा पढुचे आमे ऑलरेडी बेसिक्स कंप्लीट करिजे एबे आमे मीडियम लेवल रो पढुचे वास्तुर हमर जो भलिया पढ़ाटा रहिबो सेटा हला एक्चुअल प्रैक्टिकल एप्लीकेबिलिटी रो गोटे चैप्टर अछि माने प्रैक्टिकल एप्लीकेबल वास्तव रे घर रे कोन होउची कोउडी किभଳି भाबरे कोउ जिनिसडा रहिले किभଳି भाबरे तार इंपैक्ट करियो भलो करियो कि खराब करियो एटा गोटे पार्ट गोटे ला बेसिक्स पार्ट जोटा हम प्राय तो सब पोर्शन को गोटे गोटे करके हम टच कर देइछे तेणु मो आउर गोटे हमर पार्ट रहबो जो एंशिएंट वास्तु नियमावली जोटा कि विश्वकर्मा प्रकाश आमे जतबे स्टार्ट करिवा बुक ए जतबे एगुडा छोट छोट गुडा सारिबा एंशिएंट वास्तु नियमावली सेटा आमे विश्वकर्मा प्रकाश रु पूरा चैप्टर वाइज पढिबा तो आजिर भिडियो रे आमे जानिबा भूमि तळ पानी टांकी रो यथार्थ स्थान आमे जानिछे जे घर तयारी करिवा ପାଇଁ कि हेले ଆମକୁ ଜଳ ବାୟୁ ମୃତ୍ତିକା ଏ ତିନିଟା ଜିନିଷ ପରଫେକ୍ଟ ହେବା ଦରକାର ଏବଂ ପଞ୍ଚଭୂତକୁ ବାସ୍ତୁ ଅନୁସାରେ ଆମେ ବାଲାନ୍ସ କରିଦେଲେ ଆମେ ଅନ୍ତେବାସୀ ମାନେ ସେ ଘରେ ଯୋଉମାନେ ରହିବେ ସେମାନେ ପଞ୍ଚଭୂତ ତତ୍ଵର ଯୋଉ ବାଲାନ୍ସ ର ଗୁଡ ଇମ୍ପାକ୍ଟ ନିଜର ଶରୀର ଉପରେ ପରିବାର ଉପରେ ଅର୍ଥ ଉପରେ ତାଙ୍କର ଚତୁର୍ବର୍ଗ ଉପରେ ସେଟା ତାର ଫାଇଦା ସେମାନେ ପାଇବେ ନହେଲେ ସେମାନେ ଅସୁବିଧା ଫେସ୍ କରିବେ ଆଜିକାଲିକାର ଜୀବନରେ ବାସ୍ତୁର ନିୟମ ଗୁଡିକୁ ଯୋଉଗୁଡାକ ମନା ଯାଉ ନାହିଁ ଏବଂ ମନ ଇଚ୍ଛା ଘର କରାଯାଉଛି ୟାର ଇମ୍ପାକ୍ଟ କେବଳ ଯେ ସେଇ ଲୋକ ଉପରେ ପଡୁଛି ସେଟା ମୁଁ ଦେଖୁନି ପରିବାର ସମାଜ ଏବଂ ଗ୍ରାମ ଯୋଉ ଏରିଆରେ ଯୋଉମାନେ ରହୁଛନ୍ତି ସମସ୍ତଙ୍କ ଉପରେ ମଧ୍ୟ ତାର ଇମ୍ପାକ୍ଟ ପଡୁଛି ତ ଆଜି ଆମେ ଦେଖିବା ଭୂମି ତଳ ପାଣି ଟାଙ୍କିର ଯଥାର୍ଥ ସ୍ଥାନ ତାର ସବୁ ନିୟମାବଳୀ ଗୁଡିକ କଣ କଣ ରହିଛି ଆପଣ ମାନେ ଛୋଟ ଛୋଟ ଭିଡିଓ ଗୁଡିକୁ ମନ ଦେଇ ଶୁଣନ୍ତୁ ଯାହା ଡାଉଟ ହଉଛି ପଚାରନ୍ତୁ କିନ୍ତୁ ମୁଁ ଭାବୁଛି ମୁଁ ପଢେଇ ସାରିଲା ପରେ କିଛି ଡାଉଟ ରହିବନି ବୋଲି ମୁଁ ସେଥିପାଇଁ ମୁଁ ଦେଖଉଛି ରାଜକୁ ରିକ୍ୱେଷ୍ଟ କରିବି ଟିକେ କାଇଣ୍ଡଲି ହୋଷ୍ଟର ପାୱାର ଟା ଦେବେ ସେଟାକୁ ଇଏ କରିବାକୁ ପଡିବ Yes, yes, yes. ଭୂମି ତଳ ପାଣି ଟାଙ୍କି ଯୋଉ ଗୁଡାକ ବନା ଯାଉଛି ଅଣ୍ଡରଗ୍ରାଉଣ୍ଡ ୱାଟର ଟ୍ୟାଙ୍କ ସେଇ ବିଷୟରେ କୋଉଠି ପୋଜିସନ ରଖିଲେ ଆମେ ତାର ଭଲ ଇମ୍ପାକ୍ଟ ପାଇପାରିବା ସେଇ ବିଷୟରେ ଆମେ ଅ, ଜାଣିବା ତ ଚାଲନ୍ତୁ ଆରମ୍ଭ କରିବା ଭୂମି ତଳ ୱାଟର ଟ୍ୟାଙ୍କ ରୁ କୋଉଠି ଆମେ ତାକୁ ପ୍ଲେସ କରିବା ଭୂମି ତଳ ପାଣି ଟାଙ୍କିର ଯଥାର୍ଥ ସ୍ଥାନ ସର୍ବପ୍ରଥମ ମୁଁ ଏଇଟା ଗୋଟେ କରିଦିଏ ଆପଣ ମାନଙ୍କ ମୁଣ୍ଡରେ ରହୁ ଏଇଟା ହେଲା ନର୍ଥ ସାଉଥ ଇଷ୍ଟ ୱେଷ୍ଟ ଏଇଟା ସାଉଥ ୱେଷ୍ଟ ସାଉଥ ଇଷ୍ଟ ନର୍ଥ ୱେଷ୍ଟ ଭୂମି ତଳ ପାଣି ଟାଙ୍କି ପାଇଁ ସବୁଠୁ ବେଷ୍ଟ ଜାଗା ହଉଛି ଏଇଟା ହଉଛି ଅଣ୍ଡରଗ୍ରାଉଣ୍ଡ ୱାଟର ଟ୍ୟାଙ୍କ ପାଇଁ ସବୁଠୁ ବେଷ୍ଟ ପୋଜିସନ ତାପରେ ବେଷ୍ଟ ପୋଜିସନ ହଉଛି ଏଇଟା କିନ୍ତୁ ଏଗୁଡାକୁ ନିର୍ମାଣ କଲା ବେଳେ ଦେଖିବାକୁ ପଡିବ ଯେ ପୂର୍ବ ବା ଉତ୍ତର ଦିଗର ପାଚିରକୁ ଯେମିତି ଏଇ ଜିନିଷଟା ସ୍ପର୍ଶ ନ କରେ ଛାଡିକି ରହେ ପାଚିରିଠୁ ଅଣ୍ଡରଗ୍ରାଉଣ୍ଡ ୱାଟର ଟ୍ୟାଙ୍କ ଟା ଯେତେବେଳେ ଆମେ ବନେଇବା ସେତେବେଳେ ଯେମିତି ଏଇ ଯୋଉ ଜାଗାରେ ଆମେ ପୋଜିସନ କଲେ ପ୍ଲେସ କଲେ ଏଇ ପ୍ଲେସ କଲେ ଦେଖନ୍ତୁ ପାଚିରକୁ ଯେମିତି ଟଚ କରିବନି କିମ୍ବା ଏଇ ଯୋଉ ଭାର୍ଚୁଆଲ ଲାଇନ ଆମେ ଟାଣୁଛେ ଯୋଉଟା କି ଆକ୍ଚୁଆଲ ପ୍ରେଜେଣ୍ଟ ନାହିଁ ୟାକୁ ବି ସେମିତି ଟଚ ନ କରେ ଠିକ ଅଛି ଏଇ ଯୋଉ କାଳ୍ପନିକ ରେଖା ଗୋଟେ ଆମେ ବନଉଛୁ ସାଉଥ ୱେଷ୍ଟ ରୁ ନର୍ଥ ଇଷ୍ଟ ପର୍ଯ୍ୟନ୍ତ ସେକୁ ଯେମିତି ଟଚ୍ ନ କରେ ଏବଂ ନର୍ଥ ର ପାଚିରକୁ ଟଚ୍ ନ କରେ ଇଷ୍ଟ ର ପାଚିରକୁ ଟଚ୍ ନ କରେ ଯଦି ଏଇଟା ଏଇ ଦିଟାକୁ ଛାଡିକି ଏଇ ଦିଟା ପୋଜିସନ କୁ ଛାଡିକି ଆପଣ ଅନ୍ୟ କୌଣସି ବି ଆପଣ ୱାଟର ଟ୍ୟାଙ୍କ ବନେଇଲେ ତାହେଲେ ଆପଣ ବହୁତ ପ୍ରୋବ୍ଲେମ ଫେସ୍ କରିବେ ମୁଁ କୂଅ ରିଲେଟେଡ ଯୋଉ ଯୋଉ କଥା ଗୁଡାକ ପ୍ରିଭିୟସ ଭିଡିଓରେ କହିଛି ମୁଁ ଗୋଟେ ଭିଡିଓ ଅଛି ସେ ଭିଡିଓର ଲିଙ୍କ ହଉଛି ବେଷ୍ଟ ମାନେ ବେଷ୍ଟ ଡିରେକ୍ସନ ଅଫ ୱାଟର ସୋର୍ସ ସେଟା ଥିବ ଜଳ ସ୍ରୋତର ବେଷ୍ଟ ଡିରେକ୍ସନ କଣ ହବା ଉଚିତ ସେଠି ଯଦି ଆପଣ ବନେଇ ଦେଲେ ସେଇ ଭିଡିଓରେ ରହିଛି ତଥାପି ମୁଁ ଗୋଟେ ଓଭରଭ୍ୟୁ କହିଦଉଛି ଯଦି ସାଉଥ ୱେଷ୍ଟ ରହିଲା ଏଠି କରିଦେଲେ
जोटा कि करिया कथा नुह। ठीक अछि कि एठी करदेले जोटा कि करिया कथा नुह, साउथ वेस्ट रे करदेले, साउथ ईस्ट रे करदेले जोटा कि करिया कथा नुह, ताहाले देखा जाए जे साधारणतः ଏଇ ଭଳିଆ ଘରେ ସ୍ତ୍ରୀ ଲୋକମାନଙ୍କର ଅକାଳ ବିୟୋଗ ଘଟେ ଏବଂ ସ୍ତ୍ରୀ ଲୋକମାନେ କ୍ରମାଗତ ରୋଗରେ ପଡିଚାଲନ୍ତି। ଠିକ ଅଛି, ଯଦି ଆପଣ ଏଇଠି କରିଦେଲେ ୱାଟର ଟ୍ୟାଙ୍କ, ଅଣ୍ଡରଗ୍ରାଉଣ୍ଡ ୱାଟର ଟ୍ୟାଙ୍କ, ତାହେଲେ ଏଠି କଣ ହବ ନା ମନୋମାଳିନ ଲୋକମାନଙ୍କ ଭିତରେ ହବ, ବହୁତ ପ୍ରକାର ମନୋମାଳିନ ହବ, କାହା ମନ କାହା ସାଙ୍ଗରେ ମିଶିବ ନାହିଁ। ଯଦି ଆପଣ ମାନେ ଏଇଠି ୱାଟର ଟ୍ୟାଙ୍କ କରିଲେ ଯୋଉଟା କି କରିବା କଥା ନୁହଁ, ତାହେଲେ ମହିଳା ମାନଙ୍କୁ କ୍ରୋନିକ ଡିଜିଜ ହେବା କଥା ହବ। ଆଉ ଯଦି ଆପଣ ଏଇଠି କରିଦେଲେ ୱାଟର ଟ୍ୟାଙ୍କ ଯୋଉଟା କି କରିବା କଥା ନୁହଁ, ତାହେଲେ କଣ ହବ ନା ସେଠି ପୁରୁଷ ମାନେ ରୋଗାକ୍ରାନ୍ତ ହେଇଚାଲିବେ। ଠିକ ଅଛି, ଅଣ୍ଡରଗ୍ରାଉଣ୍ଡ ୱାଟର ଟ୍ୟାଙ୍କ ଟା ପୁରୁଷ ମାନେ ଯଦି ଆପଣ କଲେ ୱେଷ୍ଟ ରେ, ତାହେଲେ ଆପଣଙ୍କର ପ୍ରୋବ୍ଲେମ ହବ। ଆଉ ଇଷ୍ଟ ରେ କରିବା କଥା ଏଇ ଜାଗାରେ ଆପଣ କରିବେ, ଇଷ୍ଟ ରେ ବି କରିଲେ এটা ସମ୍ପର୍କରେ ପ୍ରୋବ୍ଲେମ ସୃଷ୍ଟି କରେ, ସାମାଜିକ ସମ୍ପର୍କରେ ପ୍ରାୟତଃ ଦେଖାଯାଏ ଏଟା ପ୍ରୋବ୍ଲେମ ସୃଷ୍ଟି କରେ, ତେଣୁ ଏଠି ବି କରିବା କଥା ନୁହଁ। ସବୁଠୁ ବେଷ୍ଟ ପାର୍ଟ ହେଲା ଏଇଠି କରିବେ, କୁ ଟଚ୍ ନ କରିବ, ଏଇଟା ନର୍ଥ ପାଚେରୀକୁ ଟଚ୍ ନ କରିବ, ଏଇଟା ଇଷ୍ଟ ପାଚେରୀକୁ ଟଚ୍ ନ କରିବ, ଏବଂ ସାଉଥ ୱେଷ୍ଟ ବା ନୈଋତ୍ୟ କୋଣରୁ ଐଶାନ୍ୟ କୋଣ ଭିତର ଟଣା ଯାଉଥିବା କାଳ୍ପନିକ ରେଖାକୁ ବି ଟଚ୍ ନ କରିବ। ତ ଆଜିର ସେସନରେ ଆମେ ଜାଣିଲେ ଭୂମିତଳ ପାଣି ଟାଙ୍କିର ଯଥାର୍ଥ ସ୍ଥାନ। ଯୋଉମାନେ ଭୂମିତଳ ପାଣି ଟାଙ୍କି ବନଉଛନ୍ତି ସେମାନେ ଯଦି ଏଇଭଳି ଯଥାର୍ଥ ସ୍ଥାନରେ ପାଣି ଟାଙ୍କିଟା ବନେଇବେ, ତାହେଲେ ତାଙ୍କୁ କୌଣସି ବାସ୍ତୁ ମତେ ପ୍ରୋବ୍ଲେମ ଆସିବ ନାହିଁ। ଆଜିର ସେସନ ପାଇଁ ଏତିକି। ଆମେ ଅନ୍ୟ ନେକ୍ସଟ ଭିଡିଓରେ ଜାଣିବା ପାଇଖାନା ପାଣି ଟାଙ୍କିଟାକୁ କୋଉଠି ବନେଇଲେ ବାସ୍ତୁ ଅନୁଯାୟୀ କୋଉଠି ବନେଇବା କଥା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।